ଆସିଛି ରଜ ଆଉ ଘରେ ଘରେ ଏବେ ଆନନ୍ଦ ଉଲ୍ଲାସର ସମୟ। ସହରଠାରୁ ଗାଁ ପର୍ଯ୍ୟନ୍ତ ଏବେ ସମସ୍ତେ ପିଠା ତିଆରି ପାଇଁ ପ୍ରସ୍ତୁତ ହେଲେଣି। ଆଉ ପୋଡ଼ପିଠା ତ ନିହାତି କରୁଥିବେ। ତେବେ ଆଜି ଆମେ କରିବା ପିଠାମାନଙ୍କ ଭିତରେ ରାଜା କ୍ଷୀର ପୋଡ଼ପିଠା। ଏହା ଦେଖିବାକୁ ଯେମିତି ସୁନ୍ଦର, ଖାଇବାକୁ ମଧ୍ୟ ସେମିତି ନରମ। ତେବେ ଆସନ୍ତୁ କରିବା କ୍ଷୀର ପୋଡ଼ପିଠା। ବିବିଭି ଓଡ଼ିଆ ବ୍ଲଗ୍ସର ଆଉ ଏକ ସୁନ୍ଦର ରେସିପିରେ ଆପଣମାନଙ୍କୁ ସ୍ୱାଗତ। ଭିଡ଼ିଓଟିକୁ ପୁରା ଦେଖନ୍ତୁ ଆଉ ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ ଆଉ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେ ନାହିଁ। ଏବେ ଆସନ୍ତୁ କ୍ଷୀର ପୋଡ଼ପିଠା ପାଇଁ କେଉଁ କେଉଁ ସାମଗ୍ରୀ ଆବଶ୍ୟକ ତାହା ଜାଣିବା। ବାସୁମତୀ ଚାଉଳ 300 ଗ୍ରାମ, କ୍ଷୀର 1 ଲିଟର, ନଡ଼ିଆ କୋରା, କିଛି କଟା ନଡ଼ିଆ, କାଜୁ, କିସମିସ, ଚିନି, ଘିଅ, ଗୁଜୁରାତି, ଗୋଲମରିଚ, ଅଳେଇଚ, ସ୍ୱାଦ ଅନୁସାରେ ଲୁଣ ଓ କଦଳୀପତ୍ର। ପ୍ରଥମେ ବାସୁମତୀ ଚାଉଳକୁ ଆମେ 4 ରୁ 5 ଘଣ୍ଟା ବତୁରେଇ ଦେବା। ଏଠି ଚାଉଳ ଦେଖନ୍ତୁ ଭଲ ଭାବରେ ଫୁଲି ଯାଇଛି ଏବଂ ବତୁରି ବି ଯାଇଛି। ଏଠି ଆପଣ ଚାଉଳର ପରିମାଣ କମ୍ ବା ଅଧିକ କରିକି ନେଇପାରିବେ। ଆଉ କ୍ଷୀର ପୋଡ଼ପିଠା କରିବା ପାଇଁ ବାସୁମତୀ ଅରୁଆ ଚାଉଳ ଛୋଟ ହେଉ ବା ବଡ଼ ହେଉ, ବାସୁମତୀ ଚାଉଳ ନେଲେ ପିଠା ଭଲ ବାସ୍ନା ହୁଏ। ଯଦି ଆପଣଙ୍କ ପାଖରେ ବାସୁମତୀ ଚାଉଳ ନାହିଁ ତେବେ ଆପଣ ପିଠା ଚାଉଳ ବା ଅରୁଆ ଚାଉଳ ନେଇପାରିବେ। ଆମେ ଏଥର ମାପିବା ପାଇଁ ଗୋଟେ ପାତ୍ର ଠିକ୍ କରି ନେବା, ଯେଉଁଥିରେ କି ଚାଉଳ, କ୍ଷୀର, ଚିନି ମାପିବା ପାଇଁ ଆମକୁ ସୁବିଧା ହେବ। ମୁଁ ଏ ଗ୍ଲାସରେ 1 ଗ୍ଲାସ ଚାଉଳ ନେଇଛି। ଆମେ ଏଥର ବତୁରେଇଥିବା ବାସୁମତୀ ଚାଉଳକୁ ଧୋଇ ଭଲସେ ପାଣି ବାହାର କରିଦେବା। ଚାଉଳ ବାଟିବା ପାଇଁ ଆମେ ନେବା ଗୋଟେ ମିକ୍ସିଂ ଜାର। ଆଉ ବତୁରେଇକି ରଖିଥିବା ସବୁ ଚାଉଳକୁ ସେଥିରେ ଦେଇଦେବା। ଆଉ ତା ସହିତ ବାଟିବା ପାଇଁ ଆମେ ନେଇଯିବା କ୍ଷୀର। ଯେଉଁ ଗ୍ଲାସରେ ମୁଁ ଚାଉଳ ନେଇଥିଲି ସେଇ ଗ୍ଲାସରେ ଅଧା ଗ୍ଲାସ ନେଇଯିବା କ୍ଷୀର। ଆପଣ କଞ୍ଚା କ୍ଷୀର ବା ସିଝା କ୍ଷୀର ଯାହା ବି ଆପଣ ନେଇପାରିବେ। ଏଥର ଆମେ ଚାଉଳ ସହିତ ନେବା କିଛି ଲୁଣ ଆଉ ଭଲ ବାସ୍ନା ପାଇଁ ସେଥିରେ ଦେଇଦେବା କିଛି ଗୁଜୁରାତି। ଆମେ ଏଥିରେ ନଡ଼ିଆ କୋରା କିଛି ଦେଇ ଚାଉଳଟାକୁ ଭଲ ଭାବେ ବାଟିଦେବା। ଭଲ ଭାବେ ଚାଉଳକୁ ବାଟିବା, ଯାହାକି ଆମର ପିଠାଟି ବହୁତ ଭଲ ନରମ ସେ ହେଇପାରିବ। ଏଥର ଦେଖନ୍ତୁ କିଭଳି ସୁନ୍ଦର ଭାବରେ ବାଟି ହେଇଯାଇଛି। ଏଥର ଗ୍ୟାସ୍ ଅନ୍ କରିବା ଆଉ ସେଥିରେ ଗୋଟେ ନନଷ୍ଟିକ୍ କରେଇ ବସେଇ 2 ରୁ 3 ଚାମଚ ଭଲ ଘିଅ ପକେଇକି ତାକୁ ଗରମ କରିବା। ଗରମ କରିସାରିଲା ପରେ ସେଥିରେ ଆମେ ରଖିଥିବା କାଜୁ ଓ କିସମିସକୁ ପକେଇକି ଭଲ ଭାବେ ଭାଜିଦେବା। ଦେଖନ୍ତୁ କାଜୁ କିସମିସ କିପରି ନାଲି ହେଇଯାଇଛି। ନାଲି ହୋଇ ଭାଜି ହେଇଗଲା ପରେ ଆମେ ଯେଉଁ ଗ୍ଲାସରେ ଚାଉଳ ମାପିକି ନେଇଥିଲେ ସେଇ ଗ୍ଲାସରେ ଆମେ 5 ଗ୍ଲାସ କ୍ଷୀର ଦେଇଦେବା। କ୍ଷୀର ଗରମ ହୋଇଗଲେ ସେଥିରେ ଆମେ କାଟିକି ରଖିଥିବା ନଡ଼ିଆ ଆଉ 2-3ଟି ତେଜପତ୍ର ଦେଇ ତାକୁ ଫୁଟିବାକୁ ଛାଡ଼ିଦେବା। ଦେଖନ୍ତୁ କ୍ଷୀର ଟିକେ ଫୁଟି ଆସିଲାଣି। ଆମେ ଏଥର ଯେଉଁ କପ୍ରେ ଆମେ କ୍ଷୀର ମାପିକି ଦେଇଥିଲେ ସେଇ କପ୍ରେ ଆମେ ଚିନି ଦେବା, ବା ଆପଣଙ୍କ ସ୍ୱାଦ ଅନୁସାରେ ଆପଣ ଚିନି କମ୍ ଆଉ ଅଧିକ ବି କରିପାରିବେ। ଏଥର କ୍ଷୀର ଫୁଟି ଆସିଲାଣି। ଆମେ ସେଥିରେ ପଡ଼ିଥିବା ତେଜପତ୍ରକୁ ବାହାର କରିନେବା। ଏବେ ଆମେ ଗ୍ୟାସକୁ ଲୋ ଫ୍ଲେମ୍ରେ ରଖିଦେବା। ଏବେ ସେଥିରେ ବାଟିକି ରଖିଥିବା ଚାଉଳକୁ ଧୀରେ ଧୀରେ ଆଡ଼୍ କରିବା ଓ କ୍ଷୀରକୁ ଘାଣ୍ଟୁଥିବା। ଯନ୍ତଣୀ ପ୍ରସ୍ତୁତ କଲାବେଳେ ଆମେ ଲକ୍ଷ୍ୟ କରିବା ଯନ୍ତଣୀ ଯେମିତି ପତଳା ନ ହଉ ଆଉ ବହୁତ କାଠୁଆ ବି ନ ହଉ। ଆମେ ଏଥର କରେଇଟିକୁ ଭଲ ଭାବେ ଧୋଇଦେବା। ଧୋଇକି ଆଣିକି ତାକୁ ଭଲ ଭାବେ ପୋଛିଦେବା। ପୋଛି ସାରିଲା ପରେ ସେଥିରେ ଆମେ କିଛି ଘିଅ ଲଗେଇଦେବା। ଲଗେଇକି ସେଥିରେ କଦଳୀପତ୍ରକୁ ସେଟ୍ କରିଦେବା। କଦଳୀପତ୍ର ସେଟ୍ ହେଇସାରିଲା ପରେ ଆମେ ପୁଣି ସେଥିରେ କିଛି ଘିଅ ଲଗେଇଦେବା। ଆମେ ଏଥର ଅଳ୍ପ ଉଷୁମ ଥିବା ଯନ୍ତଣୀକୁ କରେଇକୁ କାଢ଼ି ନେବା। ଯନ୍ତଣୀ ଯେମିତି ସମ୍ପୂର୍ଣ୍ଣ ଥଣ୍ଡା ନ ହଉ ସେଇଟାକୁ ଆପଣ ଲକ୍ଷ୍ୟ ରଖିଥିବେ ସବୁବେଳେ। ଯନ୍ତଣୀକୁ ଆମେ କରେଇକୁ କାଢ଼ି ସାରିଲା ପରେ ଏବେ ଆମେ ପାଣି ହାତ ହୋଇ ଯନ୍ତଣୀକୁ ଭଲ ଭାବେ ସାଇଜ୍ କରିଦେବା, ଯାହାଦ୍ୱାରା କି ସେଥିରେ କୌଣସି ପ୍ରକାର ଏୟାର ରହିବ ନାହିଁ। ପାଣି ହାତ ହୋଇ ପିଠାକୁ ସାଇଜ୍ କରିସାରିଲା ପରେ ସେଥିରେ ଆମେ ପୁଣି କିଛି ଘିଅ ଦେଇଦେବା। ଘିଅ ଲଗେଇ ସାରିଲା ପରେ ଆମେ କଦଳୀପତ୍ରକୁ ପୁଣି ତା ଉପରେ ଦେଇ ଆଉ ଥରେ ତାକୁ ଘୋଡ଼ଣୀରେ ଘୋଡ଼େଇଦେବା। ଏହିପରି ଭାବରେ 40 ରୁ 45 ମିନିଟ୍ ଆମେ ଛାଡ଼ିଦେବା। ମଝିରେ ମଝିରେ ଆମେ ଏକ କାଠି ସାହାଯ୍ୟରେ ବା ଛୁରୀ ସାହାଯ୍ୟରେ ଆମେ ଚେକ୍ କରୁଥିବା। ଏବେ ଆମର ପିଠା ସିଝି ଆସିଲାଣି। ଦେଖନ୍ତୁ ସେ ଚାରିପଟ ଯାକ ସବୁ ନାଲି ହେଇ ଆସିଲାଣି, ମାନେ ଆମର ପିଠା ସିଝି ଆସିଲାଣି।
ताकू आमे एबे गोटे प्लेट को बाहर करी नबा पुणी आमे सेही नॉनस्टिक रे पिठा को ओल्टेई देदबा। पिठाटी ओल्टेई सारिबा परे आमे पुणी ताकू घोड़णी दे घोड़ेई दे आमे 15 रु 20 मिनिट मीडियम फ्लेम रे छाड़ी दबा। आमे गैस ऑफ करी राती सारा आमे छाड़ी दबा कहीं ना राती सारा से जहा थिबो राती सारा रहिले सेटा भलो भाबे सिझी जाइथिबो आउ सकाळु को आमे देखिबा पिठाटी बहुत सुंदर आ बहुत नरम मध्य होइथिबो। एबे आमे पिठाटी को प्लेट को पुणी काढी दबा ता ऊपर दिया जाइथिबा कदली पत्र को सब बाहर कर दबा करि सारला परे देखंतु बहुत सुंदर भाबे चारिपट जाकर रेड कलर आसी जाइछि बहुत सुंदर भाबरे पिठा प्रस्तुत हो जाइछि। एबे आमे एक छुरी साहाय्य रे पिठाटी को काटिबा। एबे देखंतु पिठाटी केते नरम हो जाइछि। तेबे दर्शक बंधु एही रजरे आपण माने मध्य निज घरे प्रस्तुत करंतु क्षीर पोड़ पिठा आ घर परिवार सहित यार मजा नियंतु। आशा करूची आपण को यह निश्चित भलो लागिवो। आज पई रहुची पुणी एक सुंदर रेसिपी सहित आपण पाखरे पहुंचीबी। एबे मते विदाय देंतु रहुची नमस्कार।